ସରିଛି ଅନୁଭବ ଓ ଜାଗୃତିଙ୍କ ବାହାଘର। ଏପଟେ ବିବାହ ବିଚ୍ଛେଦ ପରେ ପୁରା ଏକୁଟିଆ ହୋଇଯାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଯିଏ ତାଙ୍କୁ ଏତେ ଭଲ ପାଇ ବାହା ହେଇଥିଲା, ସେ ଆଜି ତାଙ୍କ ହାତ ଛାଡ଼ି ଦେଇଛି। ଏବେ ଶାଶୁଘର ବି ବର୍ଷାଙ୍କ ପାଇଁ ପର ହୋଇଯାଇଛି। ଆଉ ଭବିଷ୍ୟତରେ କେବେ ବି ଦେଖିବାକୁ ମିଳିବନି ଅନୁଭବ ଓ ବର୍ଷାଙ୍କ ସୁପରହିଟ୍ ଯୋଡ଼ି। ଅନୁଭବଙ୍କ ମୁହଁରୁ ଆଉ କେବେ ବି ବାହାରିବନି ବର୍ଷାଙ୍କ ନାଁ। କାହିଁକି ନା ଏବେ ଜାଗୃତିଙ୍କୁ 7 ଜନ୍ମର ସାଥୀ ବନେଇଛନ୍ତି ଅନୁଭବ। ଦିନ ଥିଲା ବର୍ଷା ଓ ଅନୁଭବଙ୍କ ଯୋଡ଼ିଙ୍କୁ ଦେଖିବାକୁ ଓଡ଼ିଶାର ସିନେମା ହଲ୍ ଆଗରେ ଲମ୍ବା ଲାଇନ୍ ଲାଗୁଥିଲା। ଓ ଯେତେବେଳେ ସେ ଦୁହେଁ ବାହା ହୋଇଥିଲେ, ସେତେବେଳେ ଦୁହିଁଙ୍କ ପ୍ରଶଂସକଙ୍କ ଖୁସି ଯେମିତି ଆକାଶକୁ ଛୁଇଁଥିଲା। ହେଲେ ବିବାହର କିଛି ବର୍ଷ ପରେ ଯେମିତି ଓଲିଉଡର ଏହି ସୁପରହିଟ୍ ଯୋଡ଼ିଙ୍କ ଉପରେ କାହାର ନଜର ଲାଗିଗଲା। ଆଉ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ପାରିବାରିକ କଳହ। ଶେଷରେ ଏହା ଏତେ ଚରମ ସୀମାରେ ପହଞ୍ଚିଲା ଯେ ଶେଷରେ ପରସ୍ପରଠୁ ଡିଭୋର୍ସ ନେଇଗଲେ ଏହି ଦୁଇ ଓଡ଼ିଆ ସୁପରଷ୍ଟାର। ଏବେ ଅନୁଭବ ଅଗ୍ନିକୁ ସାକ୍ଷୀ ରଖି ଜାଗୃତିଙ୍କୁ 7 ଜନ୍ମ ପାଇଁ ଆପଣେଇ ନେଇଛନ୍ତି। ତେବେ ଇତିମଧ୍ୟରେ ସୋସିଆଲ ମିଡିଆରେ ଫ୍ୟାନ୍ ମାନେ ପ୍ରଶ୍ନ କରିଛନ୍ତି, ଅନୁଭବ ତ ବାହା ହେଇଗଲେ, ବର୍ଷା କେବେ ବିବାହ କରୁଛନ୍ତି? କାରଣ ଜାଗୃତି ଶୁକ୍ଲାଙ୍କ ସହିତ ନିଜ ପୁସ୍ତକର ଉନ୍ମୋଚନ ବେଳେ ଅନୁଭବ କହିଥିଲେ ବର୍ଷା ମଧ୍ୟ ତାଙ୍କ ଲାଇଫରେ ଆଗକୁ ବଢ଼ିଯିବା ଉଚିତ। ଆଉ ଯଦି କାହାକୁ ପସନ୍ଦ କରୁଛନ୍ତି, ତାଙ୍କ ସହ ବିବାହ କରି ଖୁସିରେ ରହିବା ଉଚିତ। ଏବେ ଦେଖିବାକୁ ବାକି ରହିଲା କ'ଣ ଅନୁଭବକୁ ଭୁଲି ଆଉ କାହା ହାତ ଧରି ପାରୁଛନ୍ତି ବର୍ଷା, ନା ଜୀବନ ସାରା ଏକା ରହିବାକୁ ନେଉଛନ୍ତି ନିଷ୍ପତ୍ତି। ବ୍ୟୁରୋ ରିପୋର୍ଟ, ରିଓ ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।